ମୁଁ ରୋଜିନା ଜେନା ମାଣ୍ଡୁକି ସରପଞ୍ଚ। ନିର୍ବାଚନ ପୂର୍ବରୁ କପିଳେଶ୍ୱର ଯୁବ ପରିଷଦର ସଦସ୍ୟମାନେ କହିଥିଲେ କି ସେମାନଙ୍କ ଗ୍ରାମରେ ଏକ କ୍ଲବ ଘର କରିବା ପାଇଁ ଏବଂ ନିର୍ବାଚନ ପରେ ସେମାନଙ୍କ କଥା ରଖି ମୁଁ ନିଜ ପାଣ୍ଠିରୁ ସେମାନଙ୍କ ଗ୍ରାମରେ ଏକ କ୍ଲବ ଘର ନିର୍ମାଣ କରିଛି ଏବଂ ଏହିପରି ଭାବରେ ଆଗକୁ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରାଯିବ। ବହୁତ ଖୁସି ଲାଗୁଛି ଏଠି ସେମାନଙ୍କ ସହିତ ସମୟ ବିତେଇଛି। ନମସ୍କାର, ମୁଁ ଲୋରାଲିନ ରାଉତ କହୁଛି। ଆମର ଗ୍ରାମ ସିଲାରିବାସୀର ମୁଁ ଗ୍ରାମବାସୀ। ଆମ ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହଉ ଏବଂ ମନ୍ଦିରର କିଛି ସାଂସ୍କୃତିକ କାର୍ଯ୍ୟ ପାଇଁ ଆମର ନିହାତି ଗୋଟେ ଗୃହର ଆବଶ୍ୟକ ଥିଲା। ତେଣୁ ଆମେ ଯେବେ ଆମର ଇଲେକ୍ସନ ପୂର୍ବରୁ ଆମ ସରପଞ୍ଚଙ୍କ ପାଖରେ ଦାବି ରଖିଥିଲୁ କି ଆମ ଗ୍ରାମ ପାଇଁ ଗୋଟେ କ୍ଲବ ଘର ନିହାତି ଆବଶ୍ୟକ। ସେ ବି ତାଙ୍କର କଥା ରଖିଛନ୍ତି। ତାଙ୍କର ନିଜସ୍ୱ ପାଣ୍ଠିରୁ ସେ ଆମର ଆଜି ଗୋଟେ କ୍ଲବ ଘର ସମ୍ପନ୍ନ ହେଇଛି। ସେଥିପାଇଁ ଆମେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ। ମୁଁ ସମୀର ରାଉତ, କପିଳେଶ୍ୱର ଯୁବ ପରିଷଦର ସଭାପତି ପ୍ରେସିଡେଣ୍ଟ। ମୋର ବହୁତ ବର୍ଷର ଗୋଟେ ଆଶା ଥିଲା। ଆମେ ମାନେ ଗାଁରେ ଗୋଟେ ଯୁବ ସଂଗଠନ କରିଥିଲୁ। ତାକୁ ରେଜିଷ୍ଟ୍ରେସନ କଲା ପରେ ଆମେ କେମିତି ତାକୁ ଗୋଟେ କ୍ଲବ ଘର କରିବୁ, ସେଥିପାଇଁ ଆମେ ସରପଞ୍ଚ ପାଖରେ ନିର୍ବାଚନ ପୂର୍ବରୁ ଗୋଟେ ଦାବି ରଖିଥିଲୁ। ସେଥିପାଇଁ ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ। ଆଜି ତାହାକୁ ପୂରଣ କରି ଦେଇଥିବାରୁ ଆମେ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛୁ। ତାଙ୍କ ନିଜସ୍ୱ ପାଣ୍ଠିରୁ ନିଜସ୍ୱ ଅବଦାନରୁ ସବୁକିଛି କରିଥିବାରୁ ଆମେ ବହୁତ ଖୁସି। ସେ ବହୁତ ଆଗକୁ ଯାଆନ୍ତୁ, ଆମେ ସେଥିପାଇଁ ତାଙ୍କୁ ଧନ୍ୟବାଦ କରୁଛୁ।